ଓକେ ଠିକ ଅଛି ଯେ କି ହେଲେ ଜଣେ ବାକ୍ୟ ପଢିବାରେ ସାହାଯ୍ୟ କରିବେ। ଆସ ଆମମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରୁ, ଆମମାନଙ୍କ ପରିତ୍ରାଣର ଶୈଳଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କରୁ। ଓକେ, ପ୍ରଭୁଙ୍କର ଗୌରବ ଏବଂ ମହିମା ହଉ। ଆସ ଆମେ ମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରୁ। ଆମେ ଯେତେ ବି ଗୀତ ଗାଉଛେ ପ୍ରଶଂସା ମହିମା କରୁଛେ, କେଉଁ ଉଦ୍ଦେଶ୍ୟରେ ଗାଉଛେ? ପ୍ରଭୁଙ୍କ ନିମନ୍ତେ ଗାଉଅଛି, ନାଇଁ କି? ଆମେ ମନୁଷ୍ୟକୁ ଖୁସି କରିବା ପାଇଁ ନୁହେଁ, ନାଇଁ କି? କିନ୍ତୁ ସଦାପ୍ରଭୁଙ୍କୁ ଖୁସି କରିବା ପାଇଁ ଆମମାନେ ତାଙ୍କର ମହିମା ପ୍ରଶଂସା କରୁଅଛୁ। ଆଉ ମୁଁ ଯଦି ଭଲ ଗୀତ ଗାଇ ଜାଣିବି ତାହେଲେ ଅନ୍ୟମାନଙ୍କୁ ଖୁସି କରାଇବା ପାଇଁ ନୁହେଁ, କିନ୍ତୁ ପ୍ରଭୁକୁ ଖୁସି କରାଇବା ପାଇଁ ଗାଉଛି। ଏହିପରି ଚିନ୍ତା ଭାବରେ ଆମମାନେ ଗାଉଛୁ, କିନ୍ତୁ ଲୋକମାନଙ୍କୁ ଖୁସି କରିବା ପାଇଁ ନୁହେଁ। ନିଶ୍ଚିତ ଭାବରେ ଆମମାନଙ୍କୁ ଗୀତ ଗାଇଲା ବେଳେ, ଶୁଣିଲା ବେଳେ ଆମମାନଙ୍କୁ ମଧ୍ୟ ଆନନ୍ଦ ଲାଗେ, ଖୁସି ଲାଗେ। ତ ଆମମାନଙ୍କର ବିଚାର, ଆମମାନଙ୍କର ଚିନ୍ତା ମନୁଷ୍ୟମାନଙ୍କୁ ଖୁସି କରାଇବାର ନାହିଁ, କିନ୍ତୁ ସଦାପ୍ରଭୁ ଈଶ୍ୱରଙ୍କୁ ଆମେ ଖୁସି କରାଇବା। ତ ତା ଉଦ୍ଦେଶ୍ୟରେ ଆମମାନେ ଗୀତ ଗାଉଅଛୁ। ତେଣୁକରି ଲେଖାଯାଉଛି, ଆସ ଆମେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରୁ। ଆମେ ଯାହା ବି ଗୀତ ଗାଉଛୁ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ, ତାଙ୍କ ମହିମା ନିମନ୍ତେ ଆମେ ସବୁ ଗୀତ ଗାଉଅଛୁ। ଯାହାକୁ ଦୂରକୁ ପରମେଶ୍ୱର ମହିମା ମନାରା ଲାଗେ ହେଲା। ଶୁଣିକି ଲୋକମାନେ ବହୁତ ଆନନ୍ଦ କରନ୍ତୁ, ସେଇ ଉଦ୍ଦେଶ୍ୟରେ ନାହିଁ। ଆମମାନେ ସେଇ ଗୀତ ଶୁଣିକି ମଧ୍ୟ ଆନନ୍ଦିତ, ଖୁସି ହେଉ। ତା ସଙ୍ଗେ ସଙ୍ଗେ ଆମମାନଙ୍କର ଉଦ୍ଦେଶ୍ୟ ଯେ ସଦାପ୍ରଭୁ ପରମେଶ୍ୱରଙ୍କ ଦୃଷ୍ଟିରେ ଆମମାନଙ୍କର ଯେଉଁ ଗୀତ ଗାଉଅଛୁ, ସେଇ ଗୀତ ଦ୍ୱାରା ସେ ଖୁସି ଆନନ୍ଦ କରିବା ପାଇଁ ଆମମାନେ ଗାନ କରୁଛୁ ବା ଗାଉଛୁ। ଆମଙ୍କ ପରିତ୍ରାଣର ଶୈଳଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କରୁଅଛୁ। ଆନନ୍ଦର ଧ୍ୱନି ଯେହେତୁ ଆମର ଗୀତ ଗାଉଛୁ, ତାର ଆବାଜ ବାହାରୁଛି, ତାର ସ୍ୱର ବାହାରୁଛି, ଆଉ ସେଇ ଧ୍ୱନି ଦ୍ୱାରା ଆମେ ପରମେଶ୍ୱରଙ୍କୁ ମହିମା ପ୍ରଶଂସା କରୁଅଛୁ। ତେଣୁକରି ପ୍ରିୟର ଭାଇ ଭଉଣୀମାନେ, ଆଜିର ବିଶେଷ ଦିନ ଆମମାନେ ପ୍ରଭୁଙ୍କୁ ମହିମା, ଆରାଧନା, ପ୍ରଶଂସା କରିବା ଏବଂ ଧନ୍ୟବାଦ ଦେବାର ଦିନ ଅଟେ। ଆଜି ଆମମାନଙ୍କୁ କେତେ 2-3 ଘଣ୍ଟା ପ୍ରାୟ ଆମମାନେ ଈଶ୍ୱରଙ୍କ ସମ୍ମୁଖରେ ବସି, ତାଙ୍କ ଚରଣ ତଳେ ବସି ଆମେମାନେ ତାଙ୍କର ଗୁଣ ଗାଇବା। ତାର ଗୁଣ, ସଦାପ୍ରଭୁଙ୍କର ଗୁଣ ଗାଇବା, ଆଉ ତାଙ୍କୁ ଆମେ ଧନ୍ୟବାଦ ଦେବା। ଆଉ ଦ୍ୱିତୀୟ ବିଷୟ କଣ? ତୃତୀୟରେ କଣ ରହିଲା? ପ୍ରଥମରେ ତାଙ୍କୁ ଆମେ କଣ କରିବା? ପ୍ରଶଂସା, ମହିମା, ଧନ୍ୟବାଦ ଗୀତ ଗାଇବା, ନାଇଁ? ଆଉ ତାଙ୍କୁ ଧନ୍ୟବାଦ ଦେବା, ନାଇଁ? ଆଉ ତୃତୀୟରେ ତାଙ୍କର ବାକ୍ୟ ଶୁଣିବା। କଣ କରିବା? ତାଙ୍କର ବାକ୍ୟ ଶୁଣିବା। ତ ଏତିକି 3-2 ଘଣ୍ଟା ଭିତରେ ଆମମାନଙ୍କର ମନ, ଆମମାନଙ୍କର ଭାବନା, ଚିନ୍ତା କାହା ସହିତ ସଂଯୁକ୍ତ ହୋଇକି ରହିବାର ଅଛି? ପରମେଶ୍ୱରଙ୍କ ସହିତ ସଂଯୁକ୍ତ ହୋଇକି ରହିବା ଦରକାର। 2-3 घंटा समय अब परमेश्वर लौटे अब मन के तो जोड़ा। तो 2-3 घंटा मैंने परमेश्वर को सहित आमनकर मन हृदय कौन कर जोड़ार अच्छे। समय आम मैंने घर द्वार चिंता
ଏଇନା ତ ସମସ୍ତଙ୍କର ବିଲ ବାଡ଼ିରେ ଧାନ ପାଚି ଯାଇଛି ନାଇଁ। ସେଇ ଚିନ୍ତା କୁ ଆମେ 3-4 ଘଣ୍ଟା ପାଇଁ କଣ କରିଦେବାର ଅଛି, ପୁରା ସାଇଡ କରିଦେବାର ଅଛି। ସେଆଡେ ଚାହିଁବାର ବି ନାହିଁ କି ଅନାଇବାର ବି ନାହିଁ। ଅର୍ଥାତ୍ ସେପଟେ ଆମେ ଟିକେ ବି ମନ ନେବା ନାହିଁ ହେଲା। ନାଇଁ ହେଲା ଆମେ ସିନା ବସିଛୁ ଏଠି, ତାର ବିଲରେ ଧାନ କଟା ହେଇକି ରହିଛି, କିଏ କହୁଛି ସେଠି ହଳିଆ ବଳଦ କାଇକି ସାରିଯାଏ, ହାତୀ କାଇକି ସାରିବ, ଶୀଘ୍ର ସରନ୍ତା ହେଲେ ମୁଁ ଯାଇକି ବିଡ଼ା ବୁଇବି ନାଇଁ। ଏହିପରିକା ଚିନ୍ତାଧାରା ଆମେ ରଖିବା ନାହିଁ। ନହେଲେ ଶରୀର ଥିବ ଏଠି, ମନ ଥିବ ଧାନ କିଆରରେ ନାଇଁ। ବିଡ଼ା ବାନ୍ଧୁଥିବ ବୋହୁଥିବ କିଏ ମନ। ତ ପ୍ରିୟର ଭାଇ ଭଉଣୀ ମାନେ ସେମିତି କରିବା ନାହିଁ। କାହିଁକି ଏଟା ମୁଁ କହୁଛି ଯେ ଆମର ମନକୁ କଣ କରିବା, ପୁରା ଏକାଠି ଆଣିକି ତାକୁ ସ୍ଥିର ଭାବରେ ରଖିବା। କେମିତି ରଖିବା? ସ୍ଥିର ଭାବରେ ମେନକେଦ ଇଚ୍ଛା ହବ ବାଣିete mien ମନ କିଏତେ ବହୁବ ହାପାତେ ତାଇଅ ସ୍ଥିର ଭାବରେ ରଖିବାର ଅଛି। ଯଦି ଆମର ମନକୁ ପ୍ରଥମେ ସ୍ଥିର କରିବା ନାହିଁ, ଆଉ ଠିକ ଭାବରେ ଆମେ ଗୀତ ବି ଗାଇ ପାରିବା ନାହିଁ, ଠିକ ଭାବରେ ଆମେ ବାକ୍ୟ ବି ପଢି ପାରିବା ନାହିଁ, ଠିକ ଭାବରେ ଆମେ ଶୁଣି ବି ପାରିବା ନାହିଁ। କାହିଁକି ନା ମନ ଠିକ ସ୍ଥିର ଭାବରେ ରହିନଥାଏ। ଆପଣମାନେ ନିଜେ ପରୀକ୍ଷା କରି ଦେଖନ୍ତୁ, ଯେତେବେଳେ ଆପଣମାନେ ଅନ୍ୟମନସ୍କ ଥିବେ ବା ବିଜି ମାଇଣ୍ଡରେ ଥିବେ, କିଏ କଣ କହୁଛି ସେଟା ବି ଆପଣମାନେ ବୁଝିପାରିବେ। ତାପରେ 2-3 ଥର ପଚାରିବେ କଣ କହିଲ ଭାଇ, ଆଉ ଥରେ ନାଇଁ। କାରଣ କହିବା ସମୟରେ ଠିକ କଣ ନଥିବ, ମନ ମାଇଣ୍ଡ ନଥିବ, ଅନ୍ୟ ମନସ୍କ ହୋଇଥିବେ, ସେ ସମୟରେ କିଛି କଥା ବୁଝା ପଡିବ ନାହିଁ। ତ ପ୍ରିୟ ଭାଇ ଭଉଣୀ ମାନେ ତଦ୍ରୂପ ହିଁ ଆମମାନେ ଯଦି ଏହି ସମୟରେ ଉପସ୍ଥିତ ଅଛୁ, ତାଙ୍କ ସଦାପ୍ରଭୁଙ୍କର ମହିମା ପ୍ରଶଂସା କରିବା ପାଇଁ ଆମେ ଏଠାରେ ଏକତ୍ରିତ ଦଣ୍ଡ ହୋଇଅଛୁ। ଯଦି ଏ ସମୟରେ ଆମର ମନ ହୃଦୟକୁ ପ୍ରଥମେ ସ୍ଥିର କରିବାର ଅଛି, ତାପରେ ଆମମାନେ ଗୀତ ଗାଇଲେ, ଧନ୍ୟବାଦ ଦେଲେ, ଆଉ ତାଙ୍କ ବାକ୍ୟ ଶୁଣିବାରେ ଆମମାନେ ଲାଭ ପାଇପାରେ, ଆଉ ସ୍ଥିର ଭାବରେ ଆମମାନେ ଶୁଣିପାରିବା। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ ଆମେ ଆସୁ ତ ପ୍ରଭୁଙ୍କର ମହିମା ପ୍ରଶଂସା କରୁ କରୁ ଆମମାନେ ତାଙ୍କର ବାକ୍ୟ ମଧ୍ୟ ଆମେ ଶୁଣିଥାଉ। କାରଣ ତାଙ୍କର ବାକ୍ୟ ଜୀବନ ଅଟେ ନାଇଁ କି? ପ୍ରଭୁ ଯୀଶୁଙ୍କର ବାକ୍ୟ ଜୀବନ ଅଟେ। ତେଣୁକରି ଯେଉଁମାନେ ବାକ୍ୟ ଶୁଣନ୍ତି, ଆଉ ପଢନ୍ତି, ଆଉ ପାଳନ କରନ୍ତି, ସେମାନେ କିଏ ବୋଲି ଲେଖାଯାଉଛି ପ୍ରକାଶିତ ବାକ୍ୟରେ? ଧନ୍ୟ ଧନ୍ୟ ନାଇଁ କି? ତେଣୁକରି ଆମେ ଏହି ପବିତ୍ର ବାଇବେଲ ବାକ୍ୟ ଯେତେବେଳେ ଶୁଣିବାକୁ ଆମେ କେବେ ହେଲେ ବି ଅନ୍ୟ ମନସ୍କ ହେବା ନାହିଁ, ନହେଲେ ପ୍ରଭୁଙ୍କ ଦୃଷ୍ଟିରେ ଆମେ ଧନ୍ୟ ହେଇ ପାରିବା ନାହିଁ। ତ ପ୍ରିୟର ଭାଇ ଭଉଣୀ ମାନେ ଆମେ ଏଇଠି ଦେଖୁଛୁ ଗୀତ ସଂହିତା 95 ପଦରେ ଲେଖାଯାଏ, ଆହେ ଆସ ଆମେ ମାନେ ସଦାପ୍ରଭୁଙ୍କର ଉଦ୍ଦେଶ୍ୟରେ ଗାନ କରୁ। ପ୍ରିୟର ଭାଇ ଭଉଣୀ ମାନେ ଆମମାନେ ସେଇ ଗୋଟେ ଲକ୍ଷ୍ୟ ବା ଗୋଟେ ଆମମାନଙ୍କର ଚିନ୍ତା ଉଦ୍ଦେଶ୍ୟ ଯେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯାହା ବି ଗୀତ ଗାଉଛୁ ତାହା ଆମେ ଗାଇବା। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ ଆମମାନେ କୌଣସି ପ୍ରକାର ଫିଲ୍ମ ଷ୍ଟାଇଲରେ ବା ଫିଲ୍ମ ଗୀତ, ଆଧୁନିକ ଗୀତ ଆମମାନେ ଗାଉନାହୁଁ, କିନ୍ତୁ ଯେଉଁ ଗୀତ ଆମେ ଗାଉଛୁ ସେହି ଗୀତ ଦ୍ୱାରା ଈଶ୍ୱର ଯେମିତି ପ୍ରଶଂସା ମହିମା ପାଇ ସେହି ଗୀତ ଆମେ ଗାଉଛୁ। ତେଣୁକରି ଆମମାନଙ୍କର ଖ୍ରୀଷ୍ଟୀୟ ଗୀତ ଆଉ ଅନ୍ୟ ସାଂସାରିକ ଗୀତ ତାହା ବହୁତ ଫରକ ଅଟେ। ଆଉ କେତେକ ଜାଗାରେ ଆମେ ଦେଖୁ ଯେ ସେପରିକା ମଡେଲ ବା ଫିଲ୍ମ ଦୁନିଆର ଗୀତ ମଧ୍ୟ ଗାଉଛନ୍ତି ଅନେକ ମଣ୍ଡଳୀରେ, ଆଉ ତାହା ଈଶ୍ୱରଙ୍କ ଦୃଷ୍ଟିରେ ଗ୍ରହଣ ଯୋଗ୍ୟ ହେବ ନାହିଁ ହେଲା।
ତେଣୁକରି ଯୋଉଟା ଈଶ୍ୱରଙ୍କୁ ଗୌରବ ମହିମା ଦେବ ସେ ପରିକା ଗୀତ ଆମେ ମାନେ ଗାଇବା ଦରକାର। ତେଣୁକରି ସବୁ ବିଷୟ ଆମେ ଜାଣିବା ଦରକାର। ଗୀତ ଯାହା ତା ଗାଇଲେ ହେବ ନାହିଁ ହେଲା, ଯାହା ତାଙ୍କ ଦୂରରେ ହବ। କୋଉ ଗୀତ? ପ୍ରଭୁଙ୍କ ମହିମା ପ୍ରଶଂସା ପାଇବ, ଆଉ ସେ ଗୀତ ମାନେ ଗାଇବା ଦରକାର। 2 ପଦ ପଢି ଦିଅନ୍ତୁ। ଆମେମାନେ ଧନ୍ୟବାଦ କରି ତାହାଙ୍କ ଚାମକୁ ଆସୁ, ଆମେମାନେ ଗୀତ ଦ୍ୱାରା ତାହାଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କରୁ। ପ୍ରଭୁଙ୍କର ଗୌରବ ମହିମା ହଉ, ଆମେମାନେ ଧନ୍ୟବାଦ କରି ତାଙ୍କ ଚାମକୁ ଆସୁ। ଆମେମାନେ ଧନ୍ୟବାଦ କରି ତାଙ୍କ ଚାମକୁ ମାନେ ତାଙ୍କ ପାଖକୁ ଆମେ ଆସିବା, ଆଉ ଆମେମାନେ ଗୀତ ଦ୍ୱାରା ତାଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କରୁ। ଆଉ ଆମର ଆଜ୍ଞା କହୁଥିଲେ ଯେ ଗୀତ ଗାଇବା ବେଳେ ନାଇକି ସେ ସମୟରେ ଆସ ଆମେ ପୁରା ଉତ୍ସାହର ସହିତ ଗୀତ ଗାଇବା ବୋଲିକି ନାଇଁ। ଆଉ କାହିଁକି ଉତ୍ସାହର ସହିତ ଗାଇବା? ମାନେ ପ୍ରଭୁ ଆମମାନଙ୍କ ଠାରୁ ଚାହାନ୍ତି କେମିତି ଆନନ୍ଦ ଧ୍ୱନି କରୁ, ଆନନ୍ଦର ସହିତ ଆମେ ଗୀତ ଗାଇବାର ଅଛି ନାଇଁ। ଆଉ ଆମେ ଦେଖୁ, ଆପଣମାନେ ବି ଦେଖିଥିବେ ନାଇଁ କି, ଯେଉଁମାନେ ସିଙ୍ଗର ମାନେ ଅଛନ୍ତି ସେମାନେ ଯେତେବେଳେ ଗୀତ ଗାଆନ୍ତି ଆଉ ସେମାନଙ୍କର କଣ ଗାଇବା ତାଙ୍କର ଜୋଶ ଦେଖିବ କେମିତି ଥିବ ନାଇଁ। ଆଉ ସେମାନେ ପୁରା ଆନନ୍ଦର ସହିତ ଗାଆନ୍ତି ନା ଦୁଃଖିତର ସହିତ ଗାଆନ୍ତି କି ନାଇଁ? ତ ସେମାନେ ଆମ ଗୀତ ଦ୍ୱାରା ଲୋକମାନେ ଆକର୍ଷିତ ହୁଅନ୍ତୁ ଆଉ ଆମକୁ ଆହୁରି ପ୍ରଶଂସା କରନ୍ତୁ ବୋଲିକି ସେମାନେ ପୁରା ପ୍ରାଣପଣ ଚେଷ୍ଟା କରିବେ। ତାଙ୍କର ସ୍ୱର, ତାଙ୍କର ଗାଇବା ଶୈଳୀ ସେମାନେ ବହୁତ ସୁନ୍ଦର ଭାବରେ ଗାଆନ୍ତି। ତେଣୁକରି ପ୍ରିୟର ଭାଇ ଭଉଣୀମାନେ, ଆମମାନେ ଯେତେବେଳେ ଈଶ୍ୱରଙ୍କୁ ମହିମା ପ୍ରଶଂସା କରିବା ନିମନ୍ତେ ଗାଉଅଛୁ, ସେହି ସମୟରେ ଆମମାନେ ଆନନ୍ଦ ଧ୍ୱନି, ଆନନ୍ଦର ସହିତ ଗୀତ ଗାଇବାର ଅଛି। ତେଣୁକରି ପ୍ରିୟର ଭାଇ ଭଉଣୀମାନେ, ଆମେ ଯେତିକି ଆମର ଶକ୍ତି ଅଛି ଗାଇପାରିବା ହେଲା, ସେତିକି ଜୋରରେ ଆମେ ଗାଇବା। ବୁଝିପାରିଲେ? ଆମକୁ ଈଶ୍ୱର ଭଲ କଣ୍ଠ ଦେଇଛନ୍ତି, ଯେତିକି ବି ଆମେ ଗାଇପାରୁଛୁ, ଆଉ ଶକ୍ତି ବଳ ଦେଇଛନ୍ତି ଆମେ ତାଙ୍କର ମହିମା ପ୍ରଶଂସା କରିବାରେ ତାହାକୁ ଆମେ କଣ କରିବା? ବିନିଯୋଗ କରିବା ହେଲା। ଯଦି ଆମକୁ ସବୁ ଗୀତ ଜାଣିଛେ ଆଉ ଭଲ ଗାଇ ଜାଣିଛେ, ତଥାପି ଯଦି କାଞ୍ଜସ ହେବା ତ ପ୍ରଭୁ ଦୁଃଖିତ ହେବେ। କଣ ହେବେ? ଦୁଃଖିତ ହେବେ ନାଇଁ। ଏତେ ଭଲ ତାକୁ ଟ୍ୟାଲେଣ୍ଟ ଦେଇଛି, ତଥାପି ସେ କାହିଁକି ଚୁପ୍ ଚୁପ୍ ରହୁଛି, ମୋର ପ୍ରଶଂସା କରିବା ପାଇଁ କାହିଁକି ଖୋଜୁଛି? ପ୍ରଭୁ ଦୁଃଖିତ ହେବେ। ତେଣୁକରି ସମସ୍ତେ ଉତ୍ସାହର ସହିତ ଆନନ୍ଦର ସହିତ ଆମମାନେ ଗୀତ ଗାଇବାର ଅଛି ହେଲା। ତେଣୁକରି ପ୍ରିୟର ଭାଇ ଭଉଣୀମାନେ, এই ପ୍ରକାର ଆମମାନେ ପ୍ରଭୁଙ୍କର ସେବା, ମହିମା, ପ୍ରଶଂସା, ଆରାଧନା ଆମମାନଙ୍କର ରୀତି ବା ବିଧିବିଧାନ ଏହା ଅଟେ। ଆମମାନେ ଗୀତ ଦ୍ୱାରା ପ୍ରଭୁଙ୍କର ମହିମା ପ୍ରଶଂସା କରୁ, ତାହା ଦ୍ୱାରା ସେ ଗୌରବ ପାଆନ୍ତି ଆମମାନଙ୍କର ଗୀତ ଦ୍ୱାରା। ତେଣୁକରି ଆମମାନେ ସେଇ ଈଶ୍ୱରଙ୍କ ଚାମୁରେ ଆମମାନେ ତାଙ୍କ ମହିମା ପ୍ରଶଂସା କରିବା ବେଳେ ଆମମାନେ କୌଣସି ପ୍ରକାରରେ କୌଣସି ଦୁଃଖିତ କିମ୍ବା ଉତ୍ସାହିତ ଯେମିତିକି ଆମେ ନିରୁତ୍ସାହିତ ହେଇକି ଆମେ ଗାଇବା ନାହିଁ ହେଲା। ପୁରା ଉତ୍ସାହର ସହିତ ଆନନ୍ଦର ସହିତ ଆମମାନେ ଗୀତ ଗାଇବାର ଅଛି। ତେଣୁକରି ପ୍ରଭୁଙ୍କର ଗୀତ ଗାଇବା ପାଇଁ ପୁରା ଚଲାଚଲ ହେବାର ଦରକାର। କଣ ଆଜି ମୁଁ ଗୀତ ଗାଇବି ଏମିତି ହେଲା। ତ ସେହିପରିକା ଆମମାନେ ହେବା ଦରକାର। ଈଶ୍ୱରଙ୍କର
ଗୀତ ତାଙ୍କର ମହିମା ଗୀତ ଗାଇବା ପାଇଁ ଆମମାନେ ପୁରା ପ୍ୟାସ ତୃଷିତ ଲୋକ ପରି ହେବାର ଦରକାର। ମୁଁ ଆଜି ପ୍ରଭୁଙ୍କ ପାଇଁ ଗୋଟେ ଗୀତ ଗାଇବି, ଏହିପରି ଆମମାନେ ହେବା ଦରକାର। ତ ପ୍ରଭୁଙ୍କ ପାଇଁ ଯଦି ଆମେ ସେତିକି ଚିନ୍ତା କରିବା ତାହେଲେ ପ୍ରଭୁ ମଧ୍ୟ ଆଶୀର୍ବାଦ କରିବେ, ଆହୁରି ଭଲ ଭଲ ଗୀତ ଗାଇପାରେ। ଯଦି ମୂଳରୁ ହିଁ ଇଚ୍ଛା କରିବ ନାହିଁ, ଯାହା ଅଛି ସବୁ ନିଆଯିବ ବୋଲି କୁହାଯାଇଛି ହେଲା। ଯିଏ ଯଦି ବ୍ୟବହାର କରୁନାହିଁ ନା, ତାଠାରୁ କାଢିକି ଯିଏ ବ୍ୟବହାର କରୁଛି ତାକୁ ଦେବ। ଯେତିକି ଗୀତ ଜାଣିଛ ସେଗା ସବୁ ଭୁଲିଯିବ ଯଦି ଗୀତ ଗାଇବ ନାହିଁ। ଓକେ, ବୁଝିପାରିଲେ? ତେଣୁକରି ପ୍ରଭୁକୁ ଯଦି ମହିମା ପ୍ରଶଂସା କରିବା ପାଇଁ ଗାଉଛନ୍ତି, ଯଦି 2ଟା ଗୀତ ଶିଖିଥିବେ ଆହୁରି 2ଟା ଦେବେ ହେଲା। ସେଟା ବି ଗାଇଲେ ଆହୁରି ବି ଦେବେ, ସେମିତି ପୁରା ଭରପୁର ଭାବରେ ଦେବେ। ଆଉ ଏତେ ଗୀତ ଗାଇବ ଯେ ତୁମେ ବି ଜାଣିପାରିବ ନାହିଁ କେତେ ମୁଁ ଗୀତ ଗାଉଛି। ବୁଝିପାରିଲେ? ତ ମୁଁ ଆଶା କରେ ଆଗାମୀ ଦିନରେ ସୁନ୍ଦର ଭାବରେ ଗୀତ ଗାଇବେ ବୋଲି। ତ ସେ ଗୀତ ଦ୍ୱାରା ପ୍ରଭୁଙ୍କୁ କଣ ଆମେ ଦଉଛୁ? ପ୍ରଶଂସା ମହିମା ଦେଉଛୁ। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ, ଆଉ ସ୍ୱର ବି ଏମିତି ଆସିବ, ଆଉ ଏମିତି ଗାଇପାରିବ, ଈଶ୍ୱର ଅନୁଗ୍ରହ କରିବେ ହେଲା। ଯଦି ଯେତେ କାର୍ଯ୍ୟ ସବୁ ସେତିକି ତୁମର ଯେତିକି ଅଛି ସବୁ କରିଯିବ। ଆଗରେ ଏମିତି ଗୀତ ଗାଇପାରୁଥିଲି, ଏବେ ଗୀତ ଗାଇପାରୁନି। ତାର କାରଣ କଣ? ତୁମେ ସେଗା ବ୍ୟବହାର କରୁନା, ମାନେ ପ୍ରଭୁ ଆଉ କିଏ ଗାଉଛନ୍ତି ତାକୁ ଦେଇଦେବ ହେଲା। ତୁମଠୁ ରହିଲେ ଏଟା ବେକାର ବସି ରହୁଛି, ଆଉ ଜଣକୁ ଦେଇକି ସେ ବ୍ୟବହାର କରିବ, ମୋର ମହିମା ନିମନ୍ତେ ସେ ବ୍ୟବହାର କରିବ ବୋଲିକି ତାଙ୍କୁ ଦେଇଦେବ। ତାପରେ କହିବ ଆରେ ଇଏ ତ ମୋଠୁ ପରେ ଗାଉଛି, ଇଏ ତ ଆହୁରି ବେଶୀ ମୋଠୁ ପାରିଲା। ତାପରେ ତୁମେ କହିବ ନାଇଁ ମୁଁ ଆଗରେ ଭଲ କହିବ ଇନା ଇଏ ଭଲ ଗାଉଛି। ସେତିକିରେ ଜାଣନ୍ତୁ ଯେ ତୁମେ ସେଟା ଭଲ ଭାବରେ ବ୍ୟବହାର କରିଲ ନାହିଁ। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ, ଆମମାନେ ସେଇ ପ୍ରକାର ହେବା ନାହିଁ। ପ୍ରଭୁ ସମସ୍ତଙ୍କୁ ତାଙ୍କର ମହିମା ପ୍ରଶଂସା କରିବା ପାଇଁ ଆମମାନଙ୍କୁ ସେଇ ଉଦ୍ଦେଶ୍ୟରେ ହିଁ ସୃଷ୍ଟି କରିଅଛି। ଠିକ ଅଛି, 3 ପଦ ପଢିବେ। କାରଣ ସଦାପ୍ରଭୁ ମହାନ ପରମେଶ୍ୱର ଓ ସକଳ ଦେବତା ଉପରେ ମହାନ ରାଜା ଅଟନ୍ତି। ପ୍ରଭୁଙ୍କର ଗୌରବ ଏବଂ ମହିମା ହଉ। କାରଣ ସଦାପ୍ରଭୁ ମହାନ ପରମେଶ୍ୱର। ସଦାପ୍ରଭୁ କି ମହାନ ପରମେଶ୍ୱର। ମହାନ ମାନେ ପୁରା 1 ନମ୍ବର। ମହାନ ପରମେଶ୍ୱର ଆଉ ସକଳ ଦେବତା ଉପରେ ମହାନ ରାଜା ଅଟନ୍ତି। ହାଲେଲୁୟା। ପ୍ରଭୁଙ୍କର ଗୌରବ ଏବଂ ମହିମା ହେଉ। ସକଳ ଦେବତା ଉପରେ ମହାନ ରାଜା ଅଟନ୍ତି। ନାଇଁ, ଦେବ ମାନଙ୍କର ଦେବ, ପ୍ରଭୁ ମାନଙ୍କର ପ୍ରଭୁ ବୋଲି ଆମେ ଗୀତ ଗାଉଛୁ। ନାଇଁ, ରାଜାକୁ ରାଜା ହବ, ପ୍ରଭୁ ଅଟନ୍ତି। ରାଜା ମାନଙ୍କର ରାଜା ଓ ପ୍ରଭୁ ମାନଙ୍କର ପ୍ରଭୁ ଅଟନ୍ତି। ତାଙ୍କର ମହିମା ତାଙ୍କର ପ୍ରଶଂସା କରୁଛି। ନାଇଁ, ଆଉ ଆମମାନେ ସାମାନ୍ୟ ଦେଖିବା ଯେ ଯୋଉ ମନ୍ତ୍ରୀ ମାନେ ଆସନ୍ତି, ନେତା ମାନେ ଆସନ୍ତି, ନାଇଁ କି ସେମାନଙ୍କୁ କେତେ ସୁନ୍ଦର ଭାବରେ ତାଙ୍କୁ ୱେଲକମ୍ କରନ୍ତି, ନାଇଁ କି ପଛଡ଼ି ଆଣନ୍ତି, ସୁନ୍ଦର ଭାବରେ ତାଙ୍କ ପାଇଁ ପୁରା କରତାଳି ପୁରା ସୁଗାନ କରିବେ। ନାଇଁ, ଯଦି କେଉଁ ନେତାର ନାମ ଥିବ ତାର ନାମ ଧରି ଧରି ସେମାନେ ପୁରା ଉତ୍ସବ କରିବେ। ନାଇଁ, ଉଚ୍ଚ ଧ୍ୱନିରେ ଯାଇ ଯଦି ନା ମୋହନ ମାଝୀ ଆସୁଛି ଆମର ଗାଁକୁ, ତାହେଲେ ମୋହନ ଚରଣ ବା ମୋହନ ମାଝୀ ଜିନ୍ଦାବାଦ କରିବେ। ନାଇଁ, ଜିନ୍ଦାବାଦ କରିବେ, ମାନେ ତାଙ୍କ ନାମକୁ ଉଚ୍ଚ କରି। ତ ପ୍ରିୟର ଭାଇ ଭଉଣୀ ମାନେ, ଆମମାନେ ସେ ପ୍ରକାର ଆମମାନଙ୍କର ପ୍ରଭୁ ଯେ ଦେବତା ମାନଙ୍କର ଦେବତା ଆଉ ରାଜା ମାନଙ୍କର ରାଜା, ପ୍ରଭୁ ମାନଙ୍କର ପ୍ରଭୁ, ତାଙ୍କର ମହିମା ପ୍ରଶଂସା ଆମମାନେ ପୁରା ଉଚ୍ଚ କରତାଳିର ସହିତ ଆମମାନେ ଗାଇବାର ଅଛି ହେଲା। ଆଉ ତା ଦ୍ୱାରା ସେ ପ୍ରଶଂସିତ ହେବେ, ପ୍ରଶଂସା ମହିମା ପାଇ। ତେଣୁକରି ଆମେ ପ୍ରଭୁଙ୍କର ଗୀତ ଗାଇବା ବେଳେ କେବେ ହେଲେ ବି କଣ୍ଟାବୋଧ କରିବା ନାହିଁ କି କାର୍ଯ୍ୟ ହେବା ନାହିଁ।
ଯେତିକି ଆମେ ଗାଇପାରୁଛୁ ଯାହା ଶକ୍ତି ଅଛି ସବୁ ପ୍ରଭୁଙ୍କର ଗୀତ ଗାଇବାରେ ଆମେ ପ୍ରୟୋଗ କରିବା। କଣ କରିବା? ପ୍ରୟୋଗ କରିବା ହେଲା। ଗୋଟେ ଗୀତ ପ୍ରାୟ 4-5 ମିନିଟ୍ ଲାଗିବ ନାଇଁ କି? 4-5 ମିନିଟ୍ ଆମେ ବଡ଼ ସ୍ୱର ସହିତ ବ୍ୟବହାର କରିବା ପ୍ରଭୁଙ୍କର ମହିମା କରିବା। ଆଉ ଆମେ ଦେଖୁ ଯେତେବେଳେ ଯୋଉ ଫଙ୍କସନ ହୁଏ ସେଇ ସମୟରେ ଆଉ ଯୋଉଠି ବି ମେଲୋଡି ଫେଲୋଡି ହୁଏ ସେଇ ସମୟରେ ସଂସାରିକ ହିସାବରେ ସେମାନେ କଣ ଭାଗ ନିଅନ୍ତି ନାଇଁ? ଆଉ ସେଥିରେ ସେମାନେ ପୁରା ଏତିକି ଲୋକମାନଙ୍କ ସାମ୍ନାରେ ଉଠିକି କଣ କରନ୍ତି? ସେମାନଙ୍କୁ ଖୁସି କରିବା ପାଇଁ ଆଉ ପ୍ରାଇଜ ପାଇବା ପାଇଁ କଣ କରିବେ? ପୁରା ଆନନ୍ଦର ସହିତ ଗୀତ ଗାଇବେ ନାଇଁ? ପୁରା ତାଙ୍କର ଯେତିକି ବଳ ଶକ୍ତି ହେଇଛି ସେତିକି ଗାଇବେ। ତ ପ୍ରିୟର ଆମେ ମାନେ ପ୍ରଭୁଙ୍କ ଠାରୁ ପୁରସ୍କାର ପାଇବା ପାଇଁ ତାଙ୍କର ମହିମା କରିବା ପାଇଁ ଆମ ମାନେ କେତେ ଆନନ୍ଦର ସହିତ ଗାଇବା ଦରକାର ହେଲା। ଆଉ ସେଇ ପୁରସ୍କାର ଆମମାନଙ୍କୁ ସ୍ୱର୍ଗରେ ମିଳିବ। ଆଉ ମୋ ପାଇଁ ବହୁତ ସୁନ୍ଦର ଗୀତ ଗାଉଥିଲ ବୋଲିକରି ସେ ଆମକୁ ପ୍ରଶଂସା କରିବେ, ଅନୁଗ୍ରହ ଆଉ ଆଶୀର୍ବାଦ କରିବେ। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ ଆମେ ସବୁ ବିଷୟ ଜାଣିବା ଦରକାର, ବୁଝିବା ଦରକାର ପ୍ରଭୁଙ୍କୁ କିପରି ସେବା। ଯୋଉ ବିଷୟ ଆମେ ଜାଣିପାରିବା ନାହିଁ ତାହା ଆମେ ମାନେ କରିବା ପାଇଁ ଇଚ୍ଛା ହେବ ନାହିଁ। ତାର ରହସ୍ୟ ଯଦି ଆମେ ଜାଣିବା ନାହିଁ ତାହେଲେ ସେଟା ଇଚ୍ଛା ହେବ ନାହିଁ। ତେଣୁକରି ଗୀତ ଆମେ କଣ ପାଇଁ ଗାଉଛେ, କଣ ପାଇଁ ଆଉ କେଉଁ ଉଦ୍ଦେଶ୍ୟରେ ଗାଉଛେ ଏଟା ଯଦି ଆମମାନଙ୍କୁ ଜଣା ଥିବ ତାହେଲେ ଆମେ ମାନେ ଉତ୍ସାହର ସହିତ ଗାଇପାରିବୁ। ଯଦି ଗୀତ କଣ ଆଉ ଏଇ ଗୀତ ଦ୍ୱାରା ପ୍ରଭୁ କଣ ପାଉଛନ୍ତି ୟା ଯଦି ଆମମାନଙ୍କୁ ଜଣା ନଥିବ ତାହେଲେ ଗାଇଲେ କେତେ ନ ଗାଇଲେ କେତେ ନାଇଁ? ଏମିତି ଏଟା ଗୋଟେ ଖ୍ରୀଷ୍ଟିଆନ ପରମ୍ପରା ରୀତିନୀତି ହିସାବରେ ସେମିତି ନୁହେଁ, କିନ୍ତୁ ଏଟା ସଦା ପ୍ରଭୁଙ୍କର ଉଦ୍ଦେଶ୍ୟରେ ଆମେ ଗାଉଛୁ। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ ସେ ରାଜା ମାନଙ୍କର ରାଜା, ପ୍ରଭୁ ମାନଙ୍କର ପ୍ରଭୁ, ତାଙ୍କର ମହିମା ପ୍ରଶଂସା କରିବା ନିମନ୍ତେ ଆମେ ଅବହେଳା କରିବା ନାହିଁ। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ ଆମେ ମାନେ ସେଇ ପ୍ରଭୁ ମାନଙ୍କର ପ୍ରଭୁ ଆଉ ଦେବ ମାନଙ୍କର ଦେବଙ୍କର ମହିମା କରୁଅଛୁ, ରାଜା ମାନଙ୍କର ରାଜାଙ୍କର ମହିମା ପ୍ରଶଂସା କରୁଅଛୁ ଆଉ ତାଙ୍କର ସନ୍ତାନ ଆମମାନେ ଅଛୁ। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ ରାଜାର ସନ୍ତାନ ସନ୍ତତି ମାନେ କେମିତି ଥିଲେ? ପୁରା ଖୁସିରେ ଆନନ୍ଦରେ ନାଇଁ କି? ମୋର ବାପା ରାଜା ଅଛନ୍ତି। ମନ ମାଝିର ପୁଅକୁ ଯଦି ପଚାରେ ନାଇଁ କି ତତେ କେମିତି ଲାଗୁଛି ତୋ ବାପା ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହେଇଛନ୍ତି ବୋଲି, ହେଲେ କଣ କହିବ? ବହୁତ ଖୁସି ନାଇଁ? ତ ଆମେ ମାନେ ରାଜାଙ୍କର ରାଜା, ରାଜା ମାନଙ୍କର ରାଜା, ପ୍ରଭୁ ମାନଙ୍କର ପ୍ରଭୁଙ୍କର ସନ୍ତାନ ହେଇକି ଆମମାନଙ୍କୁ କେମିତି ଲାଗୁଛି? ଆପଣ ମାନେ ଖୁସି ତ? ପ୍ରଭୁଙ୍କର ଗୌରବ ଏବଂ ମହିମା ହଉ। ଆମ ମାନେ ରାଜା ମାନଙ୍କର ରାଜାଙ୍କର ସନ୍ତାନ। ଆଉ ଆମେ ଦେଖିବା ଯେ ପ୍ରଥମ ପିତର ତାର 2:9 ପଦରେ ଲେଖା ଯାଇଛି ଆମେ କଣ ପ୍ରଭୁଙ୍କ ଦୃଷ୍ଟିରେ ଆଉ ଆମେ କିପରି ଲୋକ ଅଟୁ ସେ ବିଷୟରେ ଲେଖା ଯାଇଛି, ଟିକେ ପଢି ଦିଅନ୍ତୁ। କିନ୍ତୁ ଯେ ତୁମମାନଙ୍କୁ ଅନ୍ଧକାରରୁ ଆପଣ ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି, ତୁମେମାନେ ଯେପରି ତାହାଙ୍କ ଗୁଣ କୀର୍ତ୍ତନ କର, ଏଥି ନିମନ୍ତେ ତୁମେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକ ବର୍ଗ, ପବିତ୍ର ଜାତି, ପୁଣି ଈଶ୍ୱରଙ୍କ ନିଜସ୍ୱ ପ୍ରଜା ହୋଇଅଛ। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ଗୌରବ ଏବଂ ମହିମା ହେଉ। କଣ କୁହାଯାଉଛି ଆଉ ଥରେ ଟିକେ ସ୍ଲୋରେ ପଢି ଦିଅନ୍ତୁ। କିନ୍ତୁ ଯେ ତୁମମାନଙ୍କୁ ଅନ୍ଧକାରରୁ ଆପଣ ଆଚାର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି, କିନ୍ତୁ ଯେ ତୁମମାନଙ୍କୁ ଅନ୍ଧକାରରୁ କୋଉଠୁ? ଅନ୍ଧକାର କହିଲେ ଏଇ ରାତିକୁ ବୁଝାଏ କି? ଆଉ ଅନ୍ଧକାର କହିଲେ ପାପ ଦୁନିଆକୁ ବୁଝାଏ। କୋଉଟାକୁ ବୁଝାଏ?
ପାପ ଦୁନିଆକୁ ବୁଝାଉଛି ହେଲା, ଯୋଉଟା କି ଅସୁଚିତାରେ ପରିପୂର୍ଣ୍ଣ, ମାରପିଟରେ ପରିପୂର୍ଣ୍ଣ, ଗଣ୍ଡଗୋଳ, ଅଶାନ୍ତି, ସମାଜ, ଚୋର ଡକାୟତ, ହତ୍ୟା, ବିଭିନ୍ନ ପ୍ରକାର ଅସାମାଜିକତାରେ ପରିପୂର୍ଣ୍ଣ ବିଷୟ, ଆଉ ସମସ୍ତ ପ୍ରକାର ମନ୍ଦ କାର୍ଯ୍ୟ, ସମସ୍ତ ପ୍ରକାର ଘୃଣ୍ୟ ବିଷୟ, ସେହି ସବୁ କୁ ଦର୍ଶାଏ ଅନ୍ଧକାର ବୋଲି। ସେ ଅନ୍ଧକାର ଠାରୁ ଆମମାନଙ୍କୁ ବାହାର କରି ଆଣିଛନ୍ତି। ଆପଣ ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆପଣ ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ, ମାନେ ତାଙ୍କର ଆଶ୍ଚର୍ଯ୍ୟ ଆଲୋକ ଆଏ ଆକାଦଣ୍ଡା ମସ୍କଲ, ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି। ଆହ୍ୱାନ କରିଅଛନ୍ତି ମାନେ ଡାକିଛନ୍ତି ଆମମାନଙ୍କୁ। ଆଲୋକ କହିଲେ କିଏ? ପ୍ରଭୁ ଯୀଶୁ ଖ୍ରୀଷ୍ଟ, ମାନେ ତାଙ୍କ ନିକଟକୁ ଆମମାନଙ୍କୁ ଡାକିଲେ ସେ ଆମମାନଙ୍କୁ ଗୋଟେ ଗୋଟେ କରି ଖୋଜିକି ଆଣିଛନ୍ତି। ହଁ, ତୁମେମାନେ ଯେପରି ତାହାଙ୍କ ଗୁଣ କୀର୍ତ୍ତନ କର, ତୁମେମାନେ ଯେପରି ତାଙ୍କ ଗୁଣ କୀର୍ତ୍ତନ କର। କଣ ପାଇଁ ଆମକୁ ତାଙ୍କ ଆଲୋକ ମଧ୍ୟକୁ ଆଣିଛନ୍ତି? ତାଙ୍କର ଗୁଣ କୀର୍ତ୍ତନ, ତାଙ୍କର ମହିମା ପ୍ରଶଂସା କରିବା ନିମନ୍ତେ ନିତ୍ୟ ଦିନ ଜୀବନରେ ମାନେ ତାଙ୍କର ମହିମା ପ୍ରଶଂସା। ଗୋଟେ ଗୀତ ଅଛି ନାଇଁ, ସଞ୍ଜ ସକାଳେ ତୁମକୁ କଣ, ସେମିତି ଗୋଟେ ଗୀତ ଅଛି ନାଇଁ, ଓଡ଼ିଆ ଗୀତ। ତ ପ୍ରିୟ ଭାଇମାନେ ତାଙ୍କର ଗୁଣ କୀର୍ତ୍ତନ କରିବା ପାଇଁ ଆମମାନଙ୍କୁ ଆଣିଅଛନ୍ତି ମଣ୍ଡଳୀରେ, ସେଥିପାଇଁ ଆମମାନଙ୍କୁ ସଂଯୁକ୍ତ କରିଛନ୍ତି ତାଙ୍କଠାରେ ଆମମାନେ ରହିକି ତାଙ୍କର ମହିମା ପ୍ରଶଂସା କରିବା ନିମନ୍ତେ। ହଁ, ଏଥି ନିମନ୍ତେ ତୁମେମାନେ ଏକ ମନୋନୀତ ବଂଶ, ଏଥି ନିମନ୍ତେ ତୁମେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକ ବର୍ଗ, ରାଜକୀୟ ଯାଜକ ବର୍ଗ, ପବିତ୍ର ଜାତି, ପବିତ୍ର ଜାତି, ପ୍ରଭୁଙ୍କର ଗୌରବ ହେଉ। ଆମମାନେ କି ଜାତି? ପବିତ୍ର ଜାତି। ନାଇଁ, ଲୋକମାନଙ୍କ ଦୃଷ୍ଟିରେ ଆମମାନେ କିଏ ନାୟକ ପରିବାର ଆସୁଛନ୍ତି, କିଏ ମୁଣ୍ଡା, କିଏ ଗୁରାମ, କିଏ ବିଭିନ୍ନ ପ୍ରକାର ଜାତି ସମ୍ପ୍ରଦାୟର ଅଟୁ ନାଇଁ କି? କିନ୍ତୁ ଯେତେବେଳେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରୁ, ସମସ୍ତେ ଯେତେବେଳେ ଆମେ ତାଙ୍କୁ ଗ୍ରହଣ କଲୁ, ସମସ୍ତେ ଈଶ୍ୱରଙ୍କର ସନ୍ତାନ ହେବାର ଅଧିକାର, ଆଉ ଆମେ ରାଜକୀୟ ଯାଜକ ବଂଶ ହେଇଗଲୁ ନାଇଁ, ମାନେ ରାଜା ମାନଙ୍କର ରାଜାଙ୍କର ସନ୍ତାନ, ତାର ବଂଶ ହେଇଗଲୁ। ଆଉ ପବିତ୍ର ଜାତି, ଲୋକମାନେ ଯାହା ବି କୁହନ୍ତୁ, କିନ୍ତୁ ଆମମାନଙ୍କୁ କିଛି ପଡୁଛି କି ନାଇଁ, ତୁମେ ଅମକ ଜାତି ସମକ ଜାତି ନାଇଁ କି, ଏଇଟା ଖାଅ ସେଇଟା ଖାଅ ଯାହା ବି କହୁଛନ୍ତି ନାଇଁ କି, କିନ୍ତୁ ଆମମାନଙ୍କୁ ବାଇବେଲ କଣ ଆଖ୍ୟା ଦିଏ? ଆମମାନେ ପବିତ୍ର ଜାତି ଅଟେ। ତେଣୁକରି ଆଜି ଆମମାନେ ଦେଖୁ ଆମ ଭାରତ ଦେଶରେ ଉଚ୍ଚ ଜାତି, ନିଚ୍ଚ ଜାତି ନାଇଁ କି, ଜାତି ଜାତି ବିଷୟରେ କେତେ ହଙ୍ଗାମା ହେଉଛି, କେତେ ପ୍ରତାରିତ ହେଉଛନ୍ତି ନାଇଁ କି। ତୁମେ ଛୋଟ ଜାତି, ଆମେ ବଡ ଜାତି ନାଇଁ କି। ଛୋଟ ବଡ ଜାତି କରି କଣ ପରମେଶ୍ୱର ଯେତେବେଳେ ମନୁଷ୍ୟକୁ ସୃଷ୍ଟି କଲେ ବା ନିର୍ମାଣ କଲେ, ସେ ସମୟରେ ଇଏ ଛୋଟ ଜାତି ଇଏ ବଡ ଜାତି ବୋଲି କହିଲେ? ତ ଜାତି ପ୍ରଥା ଆସିଲା କୁ ମନୁଷ୍ୟ ମାନଙ୍କ, ଏଇ ଜାତି ପ୍ରଥା ଭିତରେ ଆମମାନେ ମୁଁ ବଡ ଜାତି ତୁମେ ସାନ ଜାତି ନାଇଁ। ଈଶ୍ୱରଙ୍କ ରାଜ୍ୟରେ କୌଣସି ବଡ ଜାତି ସାନ ଜାତି ଚଳିବ ନାଇଁ କି। ତ ପ୍ରିୟର ଭାଇ ଭଉଣୀ ମାନେ, ସେ ପ୍ରକାର ଆମର ଦୁନିଆରେ ବା ଦେଶରେ ଚାଲିଅଛି। ତୁମେ ବଡ ଜାତି ମୁଁ ସାନ ଜାତି, ତୁମେ ସେମିତି ରହିଅଛି। କିନ୍ତୁ ଈଶ୍ୱରଙ୍କ ଠାରେ ଯୋଉମାନେ ବିଶ୍ୱାସ କରନ୍ତି ସେମାନେ ଗୋଟିଏ ଜାତିରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ସେଇଟା କୋଉ ଜାତି? ପବିତ୍ର ଜାତି, ପ୍ରଭୁଙ୍କର ଗୌରବ ଏବଂ ମହିମା। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ, ଆମମାନେ ମୁଁ ମୁଣ୍ଡା ଜାତି, ମୁଁ ନାୟକ ଜାତି, ମୁଁ ବିଭିନ୍ନ ପ୍ରକାର ଜାତି, ସେଇ ପ୍ରକାର ଆମେ ଚିନ୍ତା କରିବା ନାହିଁ। ହୁଏତ ଆମମାନଙ୍କୁ ଟାଇଟେଲ ଅନୁସାରେ ଆମମାନେ ଯାହା ବି ରହିଅଛୁ, କିନ୍ତୁ ଆମମାନେ ଗୋଟିଏ ଜାତିରେ ଅନ୍ତର୍ଭୁକ୍ତ, ସମସ୍ତେ ପବିତ୍ର ଜାତି ଅଟୁ। ଯେତେ ଜଣ ତାଙ୍କ ବହୁମୂଲ୍ୟ ରକ୍ତରେ ଆମେ କିଣା ହୋଇଅଛୁ।
ଆଗକୁ ପୁଣି ଈଶ୍ୱରଙ୍କ ନିଜସ୍ୱ ପ୍ରଜା ହୋଇଅଛ। ପୁଣି ଈଶ୍ୱରଙ୍କ ନିଜସ୍ୱ ପ୍ରଜା। ଆଉ ମାନେ ଈଶ୍ୱରଙ୍କର ନିଜସ୍ୱ ପ୍ରଜା ହେଲା। ରାଜା ତାପରେ ପ୍ରଜା ନାଇଁ କି? ରାଜା ଥିଲେ ତାର ପ୍ରଜା ମାନେ ମଧ୍ୟ ଅଛନ୍ତି। ଯଦି ଆମେ ଏଇନା ଓଡ଼ିଶାର ରାଜା ବୋଲିଲେ କିଏ? ଆଗରେ ରାଜା ବୋଲି କୁହାଯାଉଥିଲେ, ବର୍ତ୍ତମାନ ମନ୍ତ୍ରୀ କୁହାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ? ଜଣା ନାହିଁ କିଏ ପର୍ଯ୍ୟନ୍ତ। ଗୁଗୁଲକୁ ପଚାର ହେଲା। ଓଡ଼ିଶାର ଚିଫ ମିନିଷ୍ଟର କିଏ ବୋଲି ପଚାର ହେଲା। ମୁଖ୍ୟମନ୍ତ୍ରୀ କିଏ ବୋଲି ପଚାରେ, କହିଲେ ବସି ମୋହନ ଚରଣ ମାଝୀ କହିବେ ହେଲା। ମୋହନ ଚରଣ ମାଝୀ ବୋଲି କହିବେ। ତ ପ୍ରିୟର ଭାଇ ଭଉଣୀ ମାନେ ଓଡ଼ିଶା ରାଜ୍ୟର ଲୋକମାନେ ହେଉଛନ୍ତି ତାଙ୍କର ପ୍ରଜା। କାହାର ପ୍ରଜା? ମୋହନ ଚରଣ ମାଝୀଙ୍କର ପ୍ରଜା। ତ ପ୍ରିୟର ଭାଇ ଭଉଣୀ ମାନେ ଆମମାନେ ସେପରି ଈଶ୍ୱରଙ୍କ ଠାରେ ଯେଉଁମାନେ ବିଶ୍ୱାସ କରିଅଛନ୍ତି ତ ସେମାନେ ତାଙ୍କର ପ୍ରଜା ଅଟନ୍ତି, ତାଙ୍କର ଲୋକ ଅଟନ୍ତି। ତେଣୁକରି ଏମାନେ ଆମ୍ଭର ଲୋକ ବୋଲି କୁହେ କିଏ? ପରମେଶ୍ୱର। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ ଆସୁ ସେଇ ପରମେଶ୍ୱରକୁ ଆମେ ପ୍ରଶଂସା ମହିମା କରିବା ଆଉ ତାଙ୍କୁ ଆମେ ଧନ୍ୟବାଦ ଦେବା। ତ ଆଉ ଗୋଟେ ପଦ ଆମେ ପଢିକି ଶେଷ କରିବା। ସେଇ ଗୀତ ସଂହିତା 95 ଅଧ୍ୟାୟ ତାର 6 ପଦକୁ ଆମେ ପଢିବା। ଆହେ ଆସ ଉବୁଡ଼ ହୋଇ ପ୍ରଣାମ କରୁ, ଆମମାନଙ୍କ ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କ ଛାମୁରେ ଆଣ୍ଠୁ ପାତୁ। ଆହେ ଆସ ଉବୁଡ଼ ହୋଇ ପ୍ରଣାମ କରୁ, ଆମମାନଙ୍କ ସୃଷ୍ଟିକର୍ତ୍ତା ସଦାପ୍ରଭୁ ଛାମୁରେ ଆଣ୍ଠୁ ପାତୁ। ତ ପ୍ରିୟର ଭାଇ ଭଉଣୀ ମାନେ ଆମମାନଙ୍କର ସୃଷ୍ଟିକର୍ତ୍ତାଙ୍କ ନିକଟରେ ଆମେ ଆଣ୍ଠୁ ପାତୁ। ବର୍ତ୍ତମାନ ଆମେ ତାଙ୍କୁ ଧନ୍ୟବାଦ ଦେବା। ତ ଠିକ ଅଛି, ପ୍ରଭୁ ଏଇ ସଂକ୍ଷିପ୍ତ ବାକ୍ୟ ଦ୍ୱାରା ସମସ୍ତଙ୍କୁ ଆଶୀର୍ବାଦ କର।